ଶେଷରେ ସୋନପୁରରୁ ଅପହରଣ ହୋଇଥିବା ଶିଶୁପୁତ୍ର 30 ଘଣ୍ଟା ପରେ ପୁରୀରୁ ଉଦ୍ଧାର ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଶିଶୁପୁତ୍ରକୁ ଅପହରଣ କରି ପରିବାର ଲୋକଙ୍କୁ 20 ଲକ୍ଷ ଦାବି କରୁଥିବା ଅପହରଣକାରୀ ଶେଷରେ ଶିଶୁଟିକୁ ଛାଡ଼ି ଫେରାର ମାରିଥିବା ଜଣାଯାଇଛି। ଗତ 7 ତାରିଖ ରବିବାର ସନ୍ଧ୍ୟା ସମୟରେ ସୋନପୁର ସହରର ଜଣେ ଶିଶୁପୁତ୍ରକୁ ଅପହରଣ କଲା ପରେ ରାତି 9ଟା ସମୟରେ ଶିଶୁର ବାପାକୁ ହ୍ୱାଟ୍ସଆପ୍ କଲ୍ କରି 20 ଲକ୍ଷ ଟଙ୍କା ମାଗିଥିଲା। ଶିଶୁପୁତ୍ରକୁ ସେ ଅପହରଣ କରିଥିବା ନେଇ ସୂଚନା ଦେବା ସହ 20 ଲକ୍ଷ ଟଙ୍କା ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି ମଧ୍ୟ ଧମକ ଦେଇଥିଲା। ତେବେ ଏନେଇ ଗତକାଲି ସୋମବାର ସକାଳୁ ଅପହୃତ ଶିଶୁର ବାପା ସୋନପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେବା ସହ ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ ଆରମ୍ଭ କରିଥିଲେ। ଅପରାହ୍ନରେ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ ସୋନପୁର ପୋଲିସ ମୁଖ୍ୟାଳୟରେ ପହଞ୍ଚି ରାତି 11ଟା ପର୍ଯ୍ୟନ୍ତ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ଓ ଅପହୃତ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଗୁରୁତ୍ୱ ଦେଇଥିବା ଜଣାଯାଇଛି। ତେବେ ରାତି 1 ଘଣ୍ଟା ସମୟରେ ଅପହୃତ ଶିଶୁପୁତ୍ର ସୁରକ୍ଷିତ ଭାବେ ପୁରୀରୁ ଉଦ୍ଧାର ହୋଇଛି। ପୋଲିସ ଗତିବିଧିକୁ ଦେଖି ଧରା ପଡ଼ିଯିବା ଭୟରେ ଅପହରଣକାରୀ ଶିଶୁଟିକୁ ଛାଡ଼ି ଫେରାର ମାରିଥିବା ଜଣାଯାଇଛି। ସୋନପୁରର ସ୍ୱତନ୍ତ୍ର ଟିମ୍ ସହ ଅପହୃତ ଶିଶୁର ବାପା ମଧ୍ୟ ସାଙ୍ଗରେ ଯାଇଥିବା ଜଣାଯାଇଛି। ତେବେ ଅପହରଣକାରୀ ବ୍ୟକ୍ତି ଜଣେ ବିହାରୀ ହୋଇଥିବା ବେଳେ ସେ ପୂର୍ବରୁ ଶିଶୁର ପରିବାର ସହ ଭଲ ସମ୍ପର୍କରେ ଥିବା ମଧ୍ୟ ଜଣାପଡ଼ିଛି।